ଯାତ୍ରାରେ ଅଶ୍ଳୀଳ ନାଚ ମନା ତେବେ ଯାହା କୁହାଯାଉଥିଲା ନିଶା ମହାରଣା କୁହନ୍ତୁ ସାହୁ ଭାଉଜ କୁହନ୍ତୁ ରାଣୀ ପ୍ରିୟଦର୍ଶନ ଏମିତି ଅନେକ ଆଇଟମ ଡ୍ୟାନ୍ସରଙ୍କୁ ଖଣ୍ଡଗିରି ଯାତ୍ରାରେ ନାଚିବା ମନା ହେଇଥିଲା ଏବଂ ଆଜି ଯାହା ଅପଡେଟ ଆସୁଛି ଯେ ଯାତ୍ରାରେ ସମ୍ପୂର୍ଣ୍ଣ ଭାବରେ ଅଶ୍ଳୀଳ ନାଚ ମନା ସେ ନିଶା ମହାରଣା ହୁଅନ୍ତୁ କି ସାହୁ ଭାଉଜ ଆଉ ଯୋଉମାନେ ଆଇଟମ ଡ୍ୟାନ୍ସର ଅଛନ୍ତି ଏଇ ଅଶ୍ଳୀଳ ନାଚକୁ ପୁରାପୁରି ବ୍ୟାନ୍ କରାଯାଇଛି ତେବେ ମ୍ୟାମ୍ ଆପଣ କଣ କହିବେ ଏ ସମ୍ପର୍କରେ ଆପଣ ସମସ୍ତଙ୍କୁ ଗୁଡ୍ ଇଭିନିଂ ଦେଖନ୍ତୁ ଗୋଟେ ହେଲା ଆମର ଅଶ୍ଳୀଳତା ଉପରେ ଯୋଉ ପ୍ରକାର ଆମର ସୋସାଇଟି ତାକୁ ଅବଜେକ୍ସନ କରିଛନ୍ତି ଆଉ ଆପଣ ଦେଖିଥିବେ ଏଣ୍ଟାୟାର ଗୋଟେ କମ୍ୟୁନିଟି ଯୋଉଟାକୁ ଅବଜେକ୍ସନ କରନ୍ତି ଗୋଟେ ଅବସନିଟି ମାନେ ନ୍ୟୁଡିଟି ଆକ୍ଟ ଥିବ ନ୍ୟୁଡିଟି ଆପଣଙ୍କୁ ଅଶ୍ଳୀଳତା ଲାଗୁଥିବ ଅଶ୍ଳୀଳତା ଦେଖାଯାଉଥିବ ମାନେ ଯୋଉଠି କମ୍ୟୁନିଟି ଅଫ ପିପୁଲ ଗୋଟେ ସପୋର୍ଟ କରିବେ ମାନେ ତାକୁ ନେଗେଟିଭ କହିବେ ଏଇଟାକୁ ଆମକୁ ଖରାପ ଲାଗୁଛି ଅବଜେକ୍ସନ କରିବେ କି ମତେ ଏଇ ପିକ୍ଚର ମତେ ଏଇ ଚିତ୍ର ମତେ ଏଇ ନୃତ୍ୟ ମତେ ଏଇ ଆକ୍ଟଟା ଖରାପ ଲାଗୁଛି ତ ଏମିତି କିଛି ମାନେ ଅବସନିଟି ଆମର ଲ ରେ ଡିଫାଇନ କରାଯାଇଛି ନୈତିକତା ଦୃଷ୍ଟିରୁ ଆମେ ଏଟାକୁ ଖରାପ ବୋଲି କହୁଛୁ ଆଇନଗତ ଦୃଷ୍ଟିରୁ ସେମିତି କିଛି ପଦକ୍ଷେପ ଅଛି କି ଆମ ଜୁଡିସିଆରୀ ସେମିତି କିଛି ଫ୍ରେମୱାର୍କ ହେଇଛି କି ହ୍ୱାଟ ଇଜ ଅବସନିଟି ଅଶ୍ଳୀଳତା ମାନେ କଣ ଯଦି ପଚାରୁଛନ୍ତି ମତେ ତାହେଲେ ମୁଁ କହିବି ହଁ ଆମର ଆପଣ ଦେଖିଥିବେ ସେକ୍ସନ ଆଇପିସି ଆମର 294 ଆଇପିସି ଯଦି ପଢିବେ ଅବସନିଟି ଲେଖା ହେଇଛି ଅବସନିଟି ମାନେ ଆପଣଙ୍କର ଗୋଟେ ଜିନିଷ ଖରାପ ଲାଗୁଥିବ ମାନେ ଆପଣଙ୍କୁ ୟୁ ଆର୍ ନଟ୍ ଫିଲିଂ କମ୍ଫର୍ଟେବଲ ଆପଣ ଯଦି କମ୍ଫର୍ଟେବଲ ଫିଲ୍ କରିବେ ନାହିଁ ଗୋଟେ ପିକ୍ଚର ଦେଖନ୍ତୁ କିମ୍ବା ଆପଣ ଗୋଟେ ଫିଲ୍ମ ଦେଖୁଥିବେ ସେଠି ଆପଣ ଅନକମ୍ଫର୍ଟେବଲ ଫିଲ୍ କରିବେ ସେଇ ଚିତ୍ରଟା ସେଇ ଜାଗାଟା ଆପଣଙ୍କୁ ଭଲ ଲାଗିବନି ତ ସେଇଠି ଆପଣଙ୍କୁ ଗୋଟେ କୁହାଯାଇଛି ସେକ୍ସୁଆଲିଟି ଅବସନିଟି ଭଲଗାରିଟି ନ୍ୟୁଡିଟି ଏ ସବୁକୁ ଯଦି ଆପଣ ଡିଫାଇନ କରିବେ ତାହେଲେ ହଁ ଆଇନରେ ସେଟା ଗୋଟେ ଅପରାଧ ବୋଲି କୁହାଯାଇଛି ଅପରାଧ ସେଟା 6 ମାସର ପନିଶମେଣ୍ଟ ଅଛି ସେଟାକୁ ଆକ୍ଚୁଆଲି କୁହାଯାଇଛି ଗୋଟେ ଯିଏ ବି କରିବ ତାକୁ ଗୋଟେ ଚେକ୍ ଲଗାଯିବ ମାନେ ତାକୁ ଗୋଟେ ଆପଣ ଯୋଉ କହନ୍ତି ଗୋଟେ ବାଣୀ ଶୁଣେଇବେ ତାକୁ ସତର୍କ ବାଣୀ ଶୁଣେଇବେ କି ଦିସ୍ ଇଜ ଦ ଆକ୍ଟ ଯୋଉଟା କି ଲୋକମାନଙ୍କୁ କମ୍ୟୁନିଟି ଅଫ ପିପୁଲକୁ ଖରାପ ଲାଗୁଛି ଡିଗ୍ନିଟି ତାଙ୍କର ଲାଇଫ୍ ଅଫ୍ ଇଏକୁ ଆପଣ ହ୍ୟୁମିଲେସନ କରୁଛନ୍ତି ମାନେ ଆପଣ ସେକ୍ସୁଆଲିଟି ଆଡକୁ ତାଙ୍କୁ ଆଟ୍ରାକ୍ସନ କରୁଛନ୍ତି ମାନେ ଆପଣ ଗୋଟେ କାମ ଏମିତି କରୁଛନ୍ତି ଯୋଉ କାମ ଦ୍ୱାରା ଗୋଟେ ସମାଜ ପ୍ରଭାବିତ ହଉଛନ୍ତି ଗୋଟେ ସମାଜକୁ ଖରାପ ଲାଗୁଛି କମ୍ୟୁନିଟି ଅଫ ପିପୁଲ ଯୋଉଠି ଅବଜେକ୍ସନ କରିବେ ସେଠି ମନେ ରଖନ୍ତୁ ସେ ନ୍ୟୁଡିଟି ଆକ୍ଟ ହଉ ଏନି ଆକ୍ଟ ଏନି ଭଲଗାରିଟି ଏନି ଅବସନିଟି ଯୋଉଟା ସିନ୍ ନଥିବ ଯୋଉଟାକୁ ଲୋକମାନଙ୍କୁ ଦେଖିବା ପାଇଁ ଆଖିକି ଭଲ ଲାଗୁନଥିବ ଆପଣ କଣ ଭାବୁଛନ୍ତି ଆପଣଙ୍କ ମତରେ ଯାତ୍ରାରେ ଅଶ୍ଳୀଳ ନାଚ ହେଉଛି ଲୁଗାପଟା ଖୋଲିକି ଯୋଉ ନାଚୁଛନ୍ତି ଆପଣଙ୍କ ମତାମତ ଦେଖନ୍ତୁ ଯେତେବେଳେ ଗୋଟେ କ୍ୱେଶ୍ଚିନ୍ ରାଇଜ୍ ହେଇଛି ଯେତେବେଳେ ଆମେ ପଢୁଛୁ ସେଟା ଆଜିର କଥା ନୁହେଁ ଆପଣ ଯଦି ମାନେ ଗୋଟେ କେସ୍ କୁ ଯଦି ମୁଁ ପଢିବି ଅଭିକ୍ ସରକାର ଭର୍ସେସ୍ ଷ୍ଟେଟ୍ ଅଫ୍ ୱେଷ୍ଟ ବେଙ୍ଗଲ 1994 ରେ ଗୋଟେ ଗୋଟେ ବହିରେ ଆପଣ ଫ୍ରଣ୍ଟ ପେଜରେ ଗୋଟେ ମ୍ୟାଗାଜିନରେ ଛପି ଯାଇଥିଲା ଗୋଟେ ନ୍ୟୁଡ୍ ଫଟୋ ତାକୁ ଲୋକମାନେ ଅବଜେକ୍ସନ କଲେ ସେଇଟା ମଧ୍ୟ ହାଇକୋର୍ଟକୁ ଗଲା ସୁପ୍ରିମକୋର୍ଟକୁ ଗଲା ଆମର ଅନେକ ଗୁଡ଼ିଏ ଲ୍ୟାଣ୍ଡମାର୍କ ଜଜମେଣ୍ଟ ଅଛି ତ ଆପଣ ଦେଖିବେ ଯୋଉଟା ଓଡିଶାରେ ବର୍ତ୍ତମାନ ଯୋଉଟା ଆପଣ ମତେ ପଚାରୁଛନ୍ତି ଯୋଉ ଯାତ୍ରାରେ ଯୋଉ ମହିଳା ଯୋଉ ଟାଇପର ନିଜର ଅଙ୍ଗ ପ୍ରଦର୍ଶନ କରୁଛନ୍ତି ହାଫ୍ ନେକେଡ୍ ହେଇଯାଉଛନ୍ତି ହାଫ୍ ନେକେଡ୍ ଆପଣ ଦେଖନ୍ତୁ ଗୋଟେ ଯାତ୍ରା ଅନେକ ଗୁଡ଼ିଏ ଦର୍ଶକ ଦେଖିବା ପାଇଁ ଯାଉଛନ୍ତି ଅନେକ ଗୁଡ଼ିଏ ଦର୍ଶକଙ୍କର ଅଲଗା ଗୋଟେ ଇଚ୍ଛା ଅଛି ମାନେ ଆପଣଙ୍କର ଗୋଟେ ଯାତ୍ରାର ଇଫେକ୍ଟ ଯୋଉଟା କୁହାଯିବ ସେଠି ଏ ଇଫେକ୍ଟଟା ସାଙ୍ଗେ ସାଙ୍ଗେ ତାର ଭଲଗାରିଟିକୁ ପଳେଇ ଆସୁଛି ଲୋକମାନେ ଆକୁ ଅବଜେକ୍ସନ କରୁଛନ୍ତି ଆକୁ ଅଡିଏନ୍ସ ଅବଜେକ୍ସନ କରୁଛନ୍ତି ଆପଣମାନେ ଯୋଉ ମହିଳାମାନେ ଯାଇକି ଅଙ୍ଗ ପ୍ରଦର୍ଶନ ନୃତ୍ୟକୁ ଡିଫାଇନ୍ କରିବା ପାଇଁ ଆପଣଙ୍କୁ ସେକ୍ସୁଆଲିଟି ନ୍ୟୁଡିଟି ଆକ୍ଟ ଦେଖେଇ ପାରିବେ ନାହିଁ ଆପଣ ଜାଣିଥିବେ ରାଜକୁମାର ଯେତେବେଳେ ଫିଲ୍ମ ତିଆରି କରିଥିଲେ ସେତେବେଳେ ଆପଣ ରାଜ କାପୁର ଫିଲ୍ମ ଆପଣ ଏକ୍ସାମ୍ପଲ ଦଉଛି ସେତେବେଳେ ଲୋକମାନେ ଅବଜେକ୍ସନ କଲେ କି ସେଠି ବିନା ଆପଣ ମାନେ ଆଡଲ୍ଟ ଦେଖିବେ କିମ୍ବା ଛୋଟ ପିଲା ଦେଖିବେ ଗୋଟେ ପିକ୍ଚର ସାର୍ଟିଫିକେଟ ଆଣିବାର ଦରକାର ଅଛି ସେନ୍ସର ବୋର୍ଡ କାହିଁକି ଆପ୍ଲାଏ କରାଗଲାନି ତ ସେଠି ରାଜ କାପୁର ଆପଣ ଜାଣିଥିବେ ସୁପ୍ରିମକୋର୍ଟ ଗଲେ ସିଏ କହିଲେ ହଁ ସେନ୍ସର ବୋର୍ଡରେ ପରମିଶନ ଦରକାର କାରଣ ଗୋଟେ ପିକ୍ଚରଟାକୁ ସମସ୍ତେ ଦେଖିଲା ବେଳକୁ ଜାଣିପାରୁନାହାନ୍ତି କୋଉଠି ନ୍ୟୁଡିଟି ଅଛି କୋଉଠି ସେକ୍ସୁଆଲିଟି ଅଛି କୋଉଠି ଭଲଗାରିଟି ଅଛି କୋଉଠି ଅବସନିଟି ଅଛି ଏଭ୍ରିଥିଙ୍ଗ ପିକ୍ଚରରେ କୋଉଠି ଗୋଟେ ଫ୍ୟାମିଲି ଷ୍ଟୋରି ଅଛି ତ ଆପଣଙ୍କୁ ଗୋଟେ ଇସ୍ୟୁ କରିବାକୁ ପଡିବ ଏଇ ପିକ୍ଚର 18 ବର୍ଷ ଉର୍ଦ୍ଧ୍ୱ ଦେଖିପାରିବେ ସେମିତି ଆପଣ ଯାତ୍ରାରେ ଦେଖନ୍ତୁ ଅନେକ ଲୋକମାନେ ଯାଉଛନ୍ତି ଛୋଟ ପିଲାମାନେ ଯାଉଛନ୍ତି ଛୋଟ ବଡ ଲୋକମାନେ ଯାଉଛନ୍ତି ସେତେବେଳେ ଆପଣ ଗୋଟେ ନୃତ୍ୟ ମାଧ୍ୟମରେ ହଠାତ୍ କି ନିଜର ଡ୍ରେସ୍ ଅଲ୍ ଇନ୍ ସଡନ୍ କାଢି ଦେଉଛନ୍ତି ଏଠି କୋଉଠି ନା କୋଉଠି କମ୍ୟୁନିଟି ଅଫ୍ ପିପୁଲ ଇଫେକ୍ଟ ହଉଛନ୍ତି ଯୋଉଠି କମ୍ୟୁନିଟି ଅଫ୍ ପିପୁଲ ଇଫେକ୍ଟ ହଉଛନ୍ତି ଆପଣଙ୍କର କଳାରେ ଲୋକମାନେ ଦର୍ଶକଙ୍କ ଉପରେ ଇମ୍ପାକ୍ଟ ପଡୁଛି ନା ନାଇଁ ଖରାପ ଇମ୍ପାକ୍ଟ Yes, definitely खराब इम्पैक्ट पड़ुछि बोल तो ऑप्शनिटी को बंद करबा पई तो सरकार को समस्त आपण जानिथिबे आपनकर चैनल माध्यम रे लोक माने अपील करिसथि अनेक ओडिसा रे दर्शक बृंद माने समान अपील कले कारण यात्रा रो जो संस्कृति परंपरा जो थिला कोडी ना कोडी एई नृत्य माध्यम रे सेई जो नृत्य कलाकार माने निजर अश्लीलता को से परिदर्शन कले आ जेतो अश्लीलता गोटे दुनिया रे गोटे समाज रे नाटक माध्यम रे परिवर्तन होछि सेठी साधारण जनता माने ऑब्जेक्शन कले तो जोडे ऑब्जेक्शन आसीबो एटा गोटे न्यूडिटी एक्ट माने आपन को सेटा को बंद करिया को पड़िबो
এটা ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଠି ପନିଶମେଣ୍ଟ ନାହିଁ ଏଠି ଗୋଟେ ସେମାନଙ୍କୁ ସତର୍କ ଦିଆହବ କି ଆପଣ ମାନେ ଯଦି ଏକୁ ବନ୍ଦ ନ କରିବେ ଦେନ୍ ଦେ ୱିଲ୍ ଟେକ୍ ଦ ଆକ୍ସନ ଏଗେନ୍ଷ୍ଟ ୟୁ ଆପଣଙ୍କର ଏଗେନ୍ଷ୍ଟରେ ନିଆହବ କାରଣ ଏଠି ସଫର ଇଫେକ୍ଟ ହ୍ୟାମ୍ପର ହାର୍ମ ଯୋଉ ଆପଣ କହିବେ ହାରାସମେଣ୍ଟ କିଏ ହଉଛନ୍ତି ପବ୍ଲିକ ହଉଛନ୍ତି ତ ପବ୍ଲିକ ଯୋଉଠି ହାରାସମେଣ୍ଟ ହବ ସେଠି ଆପଣ କୌଣସି ଜିନିଷ କିଛି କରିପାରିବେ ନାହିଁ ଆପଣଙ୍କୁ ମନେ ଥିବ ଗୋଆରେ ଗୋଟେ କେସ୍ ହେଇଥିଲା ଗୋଟେ ଗୋଟେ ଆମର ଆକ୍ଟର ଜଣେ ନେକେଡ ପୁରା ଫଟୋ ଭାଇରାଲ ହେଇଥିଲା ଆପଣ ଜାଣିଥିବେ ତାଙ୍କ ନାଁ ହେଲା ସୁମନ ବୋଲିକିନା ସେତେବେଳେ ସୁମନ ମିଲା ଆପଣ ଜାଣିଥିବେ ସେ ଗୋଆରେ ଯାଇକି ଗୋଟେ ପୁରା ମାନେ ଇଏ ପୁରା ଭାଇରାଲ ହେଇଛି ସେଠି ସୁପ୍ରିମକୋର୍ଟ କହିଲେ କି କେସ୍ଟା ତାଙ୍କ ନାଁରେ ୱାରେଣ୍ଟ ଇସ୍ୟୁ ହେଲା ପରେ ସେ କୋର୍ଟକୁ ଗଲେ କି ଗୋଆରେ ଯଦି ଗୋଟେ ଯାଉଛନ୍ତି ଆପଣ ବୁଲିବା ପାଇଁ ତ ସେଠି ଏମିତି କେସ୍ କାହିଁକି ଦେଖାଯାଉଛି ଆପଣ ଜାଣିଥିବେ ପୂନମ ପାଣ୍ଡେ ମଧ୍ୟ ଆରେଷ୍ଟ ହେଇଥିଲେ ସେମ୍ କେସ୍ରେ ମିଲନ ସୋନମ ଯିଏ ଥିଲେ ନ୍ୟୁଡିଟି ଆକ୍ଟରେ ସିଏ ମଧ୍ୟ ଅବସନିଟି ବେଶୀ ପ୍ରଚଳିତ କରିଥିଲେ ବୋଲି ତାଙ୍କର ଆକ୍ଟକୁ ମଧ୍ୟ ବ୍ୟାନ୍ କରାଯାଇଥିଲା ଅନେକ ଗୁଡ଼ିଏ କେସ୍ରେ ଅଛି ଅନେକ ଗୁଡ଼ିଏ ଆମେ ଦେଖିଛୁ କି ପୁଲିସ ଏଫଆଇଆର ନେଇଛି ଆଉ ସେମାନଙ୍କର କେସ୍ ଏଗେନ୍ଷ୍ଟ ମଧ୍ୟ କେସ୍ ରେଜିଷ୍ଟର ହେଇଛି ଆଚ୍ଛା ଆପଣ ଯଦି ଦେଖିବେ ଗୋଟେ ଯୋଉମାନଙ୍କୁ ଦେଖୁଥିବେ ସେମାନଙ୍କୁ ସେକ୍ସୁଆଲି ଇଣ୍ଟରାକ୍ସନ କରିବା ଆପଣ କ'ଣ ଗୋଟେ ଯାତ୍ରାରେ ସେମାନେ ଅଶ୍ଳୀଳତା ନୃତ୍ୟ ମାଧ୍ୟମରେ ଗୋଟେ ସେକ୍ସୁଆଲ ଇଣ୍ଟରାକ୍ସନ କରୁଥିଲେ ଆପଣଙ୍କୁ ସେମାନେ ସେକ୍ସୁଆଲି ଫିଲିଙ୍ଗ ସେମାନଙ୍କ ଭିତରେ ଆସୁଥିଲା ତ ଏଇଟା ମାନେ ହେଲା ୟୁ ହାଭ୍ ଆପଣ ଅପସନିଟି ଦେଖାଉଛନ୍ତି ଅପସନିଟି କରୁଛନ୍ତି ଆପଣ ଲର କରୁଛନ୍ତି ଏକ୍ଜାକ୍ଟଲି ଦେଖିବେ ତାହେଲେ କମ୍ୟୁନିଟି ଅଫ୍ ଷ୍ଟାଣ୍ଡାର୍ଡ ଯୋଉଟା ଆମର ଗୋଟେ ଟେଷ୍ଟ ଅଛି ଗୋଟେ ଆପଣ ଦେଖିବେ ହ୍ୱାଟ ଇଜ୍ ଅପସନିଟି କମ୍ୟୁନିଟି ଅଫ୍ ଷ୍ଟାଣ୍ଡାର୍ଡର ଗୋଟେ ପାରାମିଟର ଅଛି ସେଠି ଏଭରେଜ ପର୍ସନ ମାନଙ୍କର ଗୋଟେ ନିଆହବ ଭିଉଜ ନିଆହବ ଏଭରେଜ ପର୍ସନ ମାନେ ତାକୁ କହୁଛନ୍ତି ୟେସ୍ ଦିସ୍ ଇଜ୍ ଅବସଲିଟି ଦିସ୍ ଇଜ୍ ନ୍ୟୁଡିଟି ଆକ୍ଟ ମାନେ ଆପଣଙ୍କୁ ସେଟା ବନ୍ଦ କରିବାକୁ ପଡିବ ଆପଣ ଯଦି ଦେଖିବେ ସେମାନଙ୍କର କଣ୍ଡକ୍ଟ ଆଣ୍ଡ ସୋସିଆଲ ଭ୍ୟାଲ୍ୟୁକୁ ଆପଣ ରେସ୍ପେକ୍ଟ ଦେବା ପାଇଁ ବାଧ୍ୟ ଦିସ୍ ଇଜ୍ ମାନେ ଏଇଟା ଲରେ ମଧ୍ୟ ଏଟାକୁ ଆମର ପୁରା ଲେଖା ହେଇଛି ତେଣୁକରି ଆଜ୍ ଏ ସିଟିଜେନ୍ ଆଜ୍ ଏ ଓଡ଼ିଶାବାସୀ ହିସାବରେ ଆମେ ସମସ୍ତେ କହିବା ଆମର ଯାହା ନ୍ୟୁଡିଟି ଆଉ ଅବସଲିଟିଟାକୁ ଯେତେ ବନ୍ଦ କରିବା ଆମ ନୃତ୍ୟ କଳା ମାଧ୍ୟମରେ ସେଇଟା ଭଲ ନହେଲେ ଏଇଟା ଯୋଉମାନେ କରୁଛନ୍ତି ଯୋଉ ଯାତ୍ରା କଳାକାର ମାନେ ସେମାନଙ୍କ ପାଇଁ କୋଉଠି ସତର୍କ ବାଣୀ ବୋଲି ମୁଁ କହିବି ତେବେ ଏଠି କହିପାରିବୁ କି ଯୋଉ ଆଇଟମ ଡ୍ୟାନ୍ସର ମାନେ ଆଇଟମ ଡ୍ୟାନ୍ସ କରୁଛନ୍ତି ଲୁଗାପଟା କାଢିକି ସେ ଯୋଉ ଦର୍ଶକ ସାମ୍ନାରେ ବସୁଛନ୍ତି ଏମାନେ ନାଚୁଛନ୍ତି ଏମିତି ଅଶ୍ଳୀଳ ନାଚ ଏଇ ସବୁର ପ୍ରଭାବ ଆଉ ଯୋଉ ଅନ୍ୟ ଯାତ୍ରା ଆର୍ଟିଷ୍ଟ ଅଛନ୍ତି ଆଇଟମ ଡ୍ୟାନ୍ସରଙ୍କୁ ବାଦ ଦେଲେ ଅନ୍ୟ ଆର୍ଟିଷ୍ଟ ମାନେ ଭଲ କଳାକାର ଭଲ କଳା ଅଭିନୟ କରନ୍ତି ସେମାନଙ୍କ ଉପରେ ଏଇ ଦର୍ଶକଙ୍କର ଭଲ ପାଇବାଟା କମି ଯାଉଛି କି ମାନେ ସେମାନଙ୍କୁ ବି ସେମିତି ଆଉ ସମ୍ମାନ ମିଳିବନି ଏଇଟା ଗୋଟେ ଆକ୍ଚୁଆଲି ଯୋଉମାନେ ଯାତ୍ରା କଳାକାର ମାନେ ଅଛନ୍ତି କହନ୍ତି ମାଛ ଗୋଟେ ପୋଖରୀ ଯଦି ଗୋଟିଏ ମାଛ ଖରାପ ହେଇଗଲା ଅନେକ ମାଛ ମାନେ ସେଇଥିରେ ଆଫେକ୍ଟେଡ ହେବେ ଡେଫିନେଟଲି ମୁଁ କହିବି କି ଯୋଉମାନେ ଆକ୍ଟିଂ କରୁଛନ୍ତି ସେମାନଙ୍କର କୋଉଠି ନା କୋଉଠି କାରଣ କାହିଁକି ସେମାନେ ବି ବିରୋଧ କରୁଛନ୍ତି ଏଇ ସବୁ ନାଚ ବନ୍ଦ କରାଯାଉ କାରଣ ଏଇ ସବୁ ଯାତ୍ରା କଳାକାର ଯୋଉମାନେ ଭଲ ଯାତ୍ରାକୁ ଭଲ ପାଆନ୍ତି ଯୋଉମାନେ ଆଜ୍ଞା ପ୍ରଥମ କଥା ହେଲା ଯେତେବେଳେ ଯାତ୍ରାରେ ସେମାନେ ଇଏ କରୁଛନ୍ତି ଏମାନଙ୍କୁ କିଏ ନେଇକି ଆପଣ କିଏ ପରମିଶନ ଦେଲା ଏମାନଙ୍କୁ କି ଏମାନେ ସେଠି ପରଫରମେନ୍ସ କରିବେ ପ୍ରଥମ କଥା ହେଲା ଆପଣଙ୍କର ପରମିଶନ ଆବଶ୍ୟକତା ଥିଲା ଏହା ମୁଁ କହିବି କେବଳ ଖଣ୍ଡଗିରି ଯାତ୍ରାରେ ବନ୍ଦ ହେବା ଆବଶ୍ୟକ ବନ୍ଦ ଓଡ଼ିଶାରେ ଏଇଟା ବନ୍ଦ ହେବା ଦରକାର ଅଛି ଆପଣଙ୍କୁ ଜଷ୍ଟ ମୁଁ ଖାଲି 2-3ଟା ଆମର ଆଇନଗତ ଦିଗ କ'ଣ କ'ଣ ଅଛି ଆମେ କୋଉ କୋଉ ଲରେ କୋଉ କେସ୍ ଲରେ ଆମେ ସେମାନଙ୍କୁ ଇଏ କରିପାରିବା ମାନେ ଆମେ ସେମାନଙ୍କୁ ରେଜିଷ୍ଟର କରିପାରିବା ଆପଣ ଯଦି କହିବେ ପ୍ରତ୍ୟେକ ଆଇପିସି ଲାଗିପାରିବ ସେକେଣ୍ଡ ହେଲା ସବୁଠୁ ବଡ କେସ୍ର ଯୋଉଟା ଥିଲା ଆପଣ ଜାଣିଥିବେ ଏକ୍ସଏକ୍ସଏସ୍ ଭର୍ସେସ୍ ଷ୍ଟେଟ୍ ଅଫ୍ କେରଲା ଯୋଉଟା 2023ରେ ଗୋଟେ ମଦରକୁ ଗୋଟେ ଛୋଟ ପିଲା ତା ଦେହରେ ରଙ୍ଗ କରୁଥିଲା ଆପଣ ମନେ ଥିବ ସେଇ କେସ୍ ଟା ବେଶୀ ଭାଇରାଲ ହେଇଥିଲା ନ୍ୟୁଡିଟି ଆକ୍ଟକୁ ଗୋଟେ ଛୋଟ ପିଲା ତା ମା ଦେହରେ ଚିତ୍ର କରୁଥିଲା ସେଠି ମଧ୍ୟ ସୁପ୍ରିମକୋର୍ଟ କହିଲେ ନା ଆପଣ ଅପସନିଟାକୁ ବେଶୀ ପ୍ରଚାର ପ୍ରସାର କରିପାରିବେ ନାହିଁ ତାପରେ ଆପଣଙ୍କର ଯଦି ଜାଣିବେ କି ଆମର ଏଣ୍ଟାୟାର ଇଏରେ ମାନେ କେସ୍ ଲରେ ଆଣ୍ଟି ଅପସନିଟି ଲ କେତେ ପ୍ରକାର ଅଛି ଆପଣଙ୍କ ପାଇଁ କହୁଛି ଗୋଟେ କେସ୍ ଗୋଟେ ସେକ୍ସନ ଗୋଟେ ଆକ୍ଟ ଅଛି ୟଙ୍ଗ ପର୍ସନ ହାର୍ମଫୁଲ ପବ୍ଲିକେସନ ଆକ୍ଟ 1956 ଯୋଉଟା କି ବହୁତ କମ ଲୋକ ଜାଣିଛନ୍ତି ଆକ୍ଚୁଆଲି ଗୋଟେ ସ୍ପେଶାଲ ଆକ୍ଟ ତିଆରି ହେଇଛି କି ଆମେ କୌଣସି ସେକ୍ସୁଆଲ ମାଧ୍ୟମରେ ୟଙ୍ଗ ଯୁବପିଢି ମାନଙ୍କୁ ଆକର୍ଷଣ କରିବା ନାହିଁ ଆଉ ଯୋଉମାନେ ଏଇ କରୁଥିବେ ସେକ୍ସୁଆଲ ଭଲଗାରିଟି ଅବସିନ୍ ନ୍ୟୁଡିଟି ଦେଖୁଥିବେ ସେମାନଙ୍କ ଉପରେ ଷ୍ଟ୍ରଙ୍ଗ ଆକ୍ସନ ଲାଗିବ ଆପଣଙ୍କୁ ଆଉ ଥରେ ମୁଁ କହିଦଉଛି କୋଉ ଆକ୍ଟଟା ଅଛି ୟଙ୍ଗ ପର୍ସନ ହାର୍ମଫୁଲ ପବ୍ଲିକେସନ ଆକ୍ଟ 1956 এটা ସ୍ପେଶାଲି ସେମାନଙ୍କ ପାଇଁ ତିଆରି ହେଇଛି ଆଣ୍ଟି ଅବସନିଟି ଲରେ ଯଦି ଆପଣ ଦେଖିବେ ସେକେଣ୍ଡ ଆପଣ ଯଦି ଦେଖିବେ ଦ ଇଣ୍ଡିସେଣ୍ଟ ରିପ୍ରେଜେଣ୍ଟ ଅଫ୍ ଓମେନ୍ ପ୍ରୋହିବିସନ ଆକ୍ଟ 1986 ସେଇଥିରେ କୁହାଯାଇଛି ଗୋଟେ ମହିଳା ଯଦି ନିଜକୁ ଇଣ୍ଡିସେଣ୍ଟ ପ୍ରେଜେଣ୍ଟ କରିବ ଆଜ୍ ଏ ବିଙ୍ଗ ଏ ଓମେନ୍ ମତେ ଖରାପ ଲାଗିବ ଦେନ୍ ଆଇ କ୍ୟାନ୍ ଅଲସୋ ଅବଜେକ୍ସନ ମୁଁ ମଧ୍ୟ କରିପାରିବି କାରଣ ସେ ମହିଳାଙ୍କର କିଛି ଏମିତି ଗୋଟେ କାର୍ଯ୍ୟ ଯୋଉଟା ମତେ ବିଙ୍ଗ ଏ ଓମେନ୍ ମତେ ଇଣ୍ଡିସେଣ୍ଟ ଫିଲ୍ ହଉଛି ଏମିତି କୌଣସି କାର୍ଯ୍ୟ ଯୋଉଟା ଡିସେଣ୍ଟ ନଥିବ ଇଣ୍ଡିସେଣ୍ଟ ଥିବ ଆପଣ ପବ୍ଲିକ
समाज रे सामाजिक प्राणी हिसाब रे ताकू आपण बंद करिवे दिस इज प्रोहिबिट करा एटा प्रोहिबिशन अछि तेणुकरी वन्स आपण जानिछंती वी ऑल आर लॉ अबाइडिंग सिटीजन तो जहाँ भी आम आईन अच्छे आम ताकू पालन करवा आ गोटे डिसेंट जोटा थी डिसेंट वर्क थी ताकू आम करवाटा उचित बोली मु मन करुच्ची जब शुणवे ताले सुप्रीम कोर्ट जो अच्छी से कड़ा रू कड़ा बर्तमान गोटे इट इज दैन जो कहते इट इज दैन नोटिस बोली कह कारण से कहला खंडगिरी तुम अश्लीलता प्रदर्शन कर तुमको नोटिस दे दिस इज एन सिग्नाल बोली कह जब यही नृत्यकार मैंने ग्रहण करेंगे पूरा बंद करा ओडिशा रे टाइप प्रोहिबिशन कराई पारिबो निहाती भाव तमे यात्रा जो अश्लील नाच बैन करा जाय संपूर्ण भाव ठीक निष्पत्ति यस डेफिनेटली ठीक निष्पत्ति कारण ऑब्ससेनिटी न्यूडिटी वल्गारिटी अश्लीलता को प्रचार प्रसार करें ना गोटे स्टेट रो गुरु दायित्व कारण स्टेट ये रिप्रेजेंट करे स्टेट रेस्पॉन्सिबिलिटी निज कला संस्कृति रखापी यंग जनरेशन को रखापी कारण गोटे कम्युनिटी ऑफ पीपल ये हारासमेंट होती से कोई ना गोटे राइट ऑफ डिग्निटी इफेक्टेड होती। बहुत बहुत धन्यवाद मैडम।